এই ସନାତନ ବିଷୟରେ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସଦେବ କ'ଣ କହିଛନ୍ତି ଶୁଣ। ବାହାର ଅତି ସରସ ଭିତର ଦୁର୍ଗନ୍ଧ ପୁତିଗନ୍ଧ ନର୍କେ ପୁରୀ ଅଛି ତୋର ହୃଦ ଏଥିପାଇଁ ଏତେ ଦମ୍ଭ ସ୍ୱଦେହେ ଚଳିବୁ ସ୍ୱର୍ଗ ଏତ ଅସମ୍ଭବ ଅଜର ଅମର ହେବୁ ନାମାମୃତେ ରସି ଯେଉଁ ପଦ ଧ୍ୟାଉଛନ୍ତି ସଦା କାଶୀବାସୀ ପଛ ସେ ପଦେ ଶରଣ ଲୋଭ ମୋହ ନିଷ୍ପେଷିତ ହେଉ କାରଣ ମାନବ ଗୋଟିଏ ଜାତି ଧର୍ମ ଏକ ଥିଲେ ମତାନ୍ତର ହୁଅନ୍ତା କି ଏହି ଜଗତରେ ହୋଇଥାନ୍ତୁ ଭାଇ ଭାଇ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କାହିଁ ପାଇଁ ଈଶ୍ୱର ଅଟନ୍ତି ଏକ ନୁହେଁ ଅନ୍ୟ ଅନ୍ୟ ବିଭିନ୍ନ ମତବାଦରେ ପୃଥିବୀ ଉଚ୍ଛନ୍ନ ଲାଗେ କୀଟଣା ଓ ଟରା ଧର୍ମ ନାବେ ବସି ସର୍ବେ ତରି ଯିବା ପରା। ୟାର ଇଂରାଜୀ ଅର୍ଥ ମଧ୍ୟ ମୁଁ କହୁଛି ତମେ ଶୁଣ। ତାର ଇଂରାଜୀରେ ଅନୁବାଦ ହେଲା ଆଉଟର ଭେରି ଆଟ୍ରାକ୍ଟିଭ ଇନର ରଟନ ମୋର your heart is filled up of filthy hell score so pride for this do you live forever go to heaven with the body no not never most immortal young yourself drink the nectar name that are minding scholars always living social game take surrender at those fit take quickly take greedy attachment make powerless make hastily make if humanity one and humanism one why so much discrimination no it is none we would have a co-brother thinking thoughts same why does Muslim Christian Hindu demand different name God is one and same for all no separate world vibrates with different call oh what does this there indeed mean all by the virtuous boat cross the sea of sin ତେଣୁ ଯେ ଶ୍ରୀ ଶ୍ରୀ ଦୟାନିଧି ପରମହଂସଙ୍କର ଏଇ ଯେଉଁ ବାକ୍ୟ ଯେ ସନାତନ ଧର୍ମ ହେଉଛି ସମସ୍ତଙ୍କର ଧର୍ମ ଏହା ହେଉଛି ତାଙ୍କ ଲେଖାର ଏକମାତ୍ର ପ୍ରମାଣ। ଚେତନା କାହାକୁ କହୁଛୁ? ଚେତନା ବୋଲିକି କ'ଣ ବୋଲି ଭାବୁଛୁ ମୋତେ କହ ମୁଁ କହିଦେବି। ମନ ଗୋଟେ ଜିନିଷ ଭାବୁଛୁ ମୁଁ ଯାହା ଚିନ୍ତା କରୁଛି ତାକୁ ସେଇଟା ମନ। ଚେତନାଟା କ'ଣ? ଶରୀର ମଧ୍ୟରେ ଚେତନା ନା ସେ ଚିନ୍ତାଧାରା ହିଁ ବଦଳାଇବା ପାଇଁ ପଡ଼ିବ। ଯିଏ ମନ ସେଇ ଚେତନା ଯିଏ ମନ ସେଇ ଚେତନା। ମୁଁ ବୁଝେଇ ଦେଉଛି ଶୁଦ୍ଧ କଥାଟା ଶୁଣୁ। ମନ ଯିଏ ଚେତନା ସିଏ ମନର ସୂକ୍ଷ୍ମ ଅବସ୍ଥାଟାକୁ ଚେତନା କୁହନ୍ତି ହେଲା। ତୁ ଗୋଟେ ଖାତାଟେ ଧରିକି ମୋ ପାଖକୁ ଆସିଛୁ ଡାହାଣ ହାତରେ ଖାତାଟା ଧରିଛୁ ଘଣ୍ଟେ ବସିକି କଥାବାର୍ତ୍ତା କଲୁ ପୁଣି ଉଠିକି ଚାଲିଗଲୁ ଖାତାଟା କିନ୍ତୁ ରଖିଦେଇକି ଚାଲିଗଲୁ ଖାତାଟା ରଖିଦେଇ ଚାଲିଗଲୁ ବାଟରେ ଗଲାବେଳକୁ ମନ କହୁଛି କ'ଣ ଗୋଟେ ଧରିଥିଲି ମନ ଗୋଟେ କ'ଣ ଗୋଟେ ଧରିଥିଲି କ'ଣଟା ଧରିଥିଲୁ ଯେଉଁଟା ଧରିଥିଲୁ ତୁ ଚେତନାରେ ଧରିଥିଲୁ ହେଲା କି ମନ ତାକୁ ଖୋଜୁଛି କିନ୍ତୁ ଚେତନା ତାକୁ କ'ଣ ନା ଛାଡ଼ି ଦେଇ ଆସିଛି ଭୁଲି ଯାଇଛି ଚେତନାରେ। ମନେ କରାଯାଉ ତୁ ଖାତାଟାକୁ ଧରିକି ବାଟରେ ଯାଉ 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 କିଛି ସମୟ ପରେ ତୋର ମାନେ ମନଟା ଗୋଟେ କ'ଣ ଗୋଟେ ଭାବନାରେ ରହିଗଲା ତୋ ହାତରୁ ଖାତାଟା ଖସି ପଡ଼ିଲା ବୁଝିଲି। ଧରିଥିଲା କିଏ ଖସି ପକାଇଲା କିଏ? ଚେତନାରେ ଧରିଥିଲୁ ଖାତାଟାକୁ ଧରିଥିଲୁ ତୋ ମନ ଦୁଇ ଭାଗରେ ବିଭକ୍ତ ହେଇଥିଲା ଗୋଟେ ଚେତନା ହେଇଥିଲା ଆଉ ଗୋଟେ ମନ ହେଇଥିଲା। ଚେତନାଟା ଖାତା ପାଖରେ ଥିଲା ତାକୁ ଧରିଥିଲୁ ମନଟା ତାର କ'ଣ ଆଉ ଗୋଟେ ଜାଗାରେ କ'ଣ ଚିନ୍ତା କରୁଥିଲା। ଯେତେବେଳେ ଚେତନାଟା ଲୋପ ପାଇଗଲା ଖାତା ପାଖରୁ ମନ ଆଉ କୁଆଡ଼େ ପଳେଇଲା ଚେତନା ଲୋପ ପାଇଗଲା ଖାତାଟା ଖସି ପଡ଼ିଲା ବୁଝିପାରୁଛ ନା। ଚେତନା ସେଇଆକୁ କୁହନ୍ତି ମନର ସୂକ୍ଷ୍ମ ଅବସ୍ଥାଟାକୁ ଚେତନା ବୋଲିକି କୁହନ୍ତି। ଆଉ ତୁ କହୁଛୁ ଚେତନା କେଉଁଠି ଗୋଟେ ଅଛି ଦେହ ଭିତରେ ଠିକ୍ ଅଛି। ଚେତନା କେଉଁଠି ଅଛି ହରଡ଼ କାଠ ଆମର କଥା କୁହନ୍ତି ଯେ ହରଡ଼ କାଠ ଏମିତିଆ ଗୋଟେ କାଠ ଦୁଇଟା ଆଙ୍କେ କାଠକୁ ତୁମେ ଯଦି ଘଷିବ ସାଙ୍ଗେ ସାଙ୍ଗେ ସେଥିରୁ ନିଆଁ ବାହାରିବ ତାହେଲେ ହରଡ଼ କାଠରେ ନିଆଁଟା କେଉଁଠି ଅଛି? ଜଣେ ପଚାରିବ ତତେ ହରଡ଼ କାଠରେ ନିଆଁଟା କେଉଁଠି ଅଛି ତାର ଉତ୍ତର ହେଲା ହରଡ଼ କାଠରେ ନିଆଁଟା କେଉଁଠି ନାହିଁ
ପଡୁନାହିଁ ଘଷିଲେ जो घषिले बाहर कि हरड़ काठर निआँटा कौटी अच्छी तार उत्तर है हरड़ काठर निआँ कौटी ना ताने हरड़ काठरे सबू जगह निआँ अच्छी कि घषिले बाहर है कि तो देह भितर जो निश्वास चलुची सी दीटा हूँ हरड़ काठ बुझे कि गोटे निश्वास बाहर को बाहर सी गोटे हरड़ काठ गोटे निश्वास भितर जाऊँगी सी है गोटे हरड़ काठ से दीटा हरड़ काठ आम घसुँच निश्वास जीवाची लोह पाषाण घरषण संजोगे उठे अग्निकोण जत्रे समिध देले तो ही स्वभावे शिखा प्रकाश पुणी पाइले घृत धार जोड़ई अति बलियार केमी से निआँटा पाइबू चेतना निआँटा पाइबू लोह पाषाण तुमर जो निश्वास जाऊँगी जीवासवा करुच्ची गोटा को कहुए प्राण पवन गोटा कहते अपान पवन तेणु प्राण अपान पवन जो जीवासवा करुच्ची सेटा लोह पाषाण घर्षण लोह पाषाण घर्षण है संजोगे उठे अग्निकोण लोह पाषाण संजोग केत हम ना जा बाहर रेचक पशुची पूरक ये लोह पाषाण रेचक पूरक होची जिते संजोग हो कहते कुंभक जो रेचक पूरक जो कुंभक होटा कौटी ना जीवा आसवा कर तो त्रिकुटर जो प्राणवायु स्थिर हो कुंभक हो कम ना संजोग उठे अग्निकोण स्थिर हो गले से कौन अग्निकोण अग्निकोण तो चेतना अग्नि बा ज्ञान अग्नि से जागृत हम बुझे कि आ लोह पाषाण घर्षण संजोग उठे अग्निकोण जत्ने समिध देले तई समिध किए से समिध हूँ भक्ति ज्ञान मन बुद्धि ये सबको से संजोग करदेव जदि कौन हो स्वभाव शिखा प्रकाश आहरी से शिखाटा जोर हम आउ समिध कौन ना समिध हूँ प्राण पवन हूँ 5 प्रकार प्राण अपान समान उदान व्यान ये 5 प्रकार पवन हूँ समिध बा काठ अग्निकुंड है कैसे त्रिकुट त्रिकुट अग्निकुंड रे ये 5 प्रकार समिध को लेकिन एकाठी करदेव स्वभाव शिखा प्रकाश प्रकाश हम पुणी पाइले घृतधार जोड़ई अति बलियार घीओ पाइले सीना जोर कि बढ़ घी किए ना घी हूँ भक्ति भक्ति रूपक घी जो सीटी पड़ा सी आहरी दूध होकर सी जलिला कौन बुझीपार कि पुणी पाइले घृतधार जोड़ई अति ए रूपे जीव आत्मा बाणी सुख कहले परिवाणी सुख परीक्षित को यही जीव आत्मा बाणी से कहला गोटे जीवात्मा गोटे परमात्मा ये दी जनकर कथा ये सुख परीक्षित को एक कथा से बुझेले बुझीपार कि तारी भितर मु पिला दिने गोटे छोटिया भजन लिखी से भजन ना हूँ राढ़ियाणी भजन राढ़ियाणी जो चूड़ा कुटे सी कौन करे ना 6 प्रकार कर्म एका बेलके करे 6टा काम एका बेलके करे कौन बुझीपारे कि देख गो बितणी बारे राढ़ियाणी चतुरी नागरी चूड़ा कुटा सड़कर में मन निज जाई दिन बिताए न होई हट हटा चूड़ा कुटा कर्म अटई जीविका मूल धर्म चूड़ा कुटा कर्म चूड़ा कुटा मूल धर्म आउ 5टी हूँ तार डाल धर्म से 5टा धर्म कौन ना हांडी को चुली रे बसाई सधी रे भाजु थाए धान खर तरे चुले बसैक धान बाजिला कौन कौ हाथ में धान बाजे देखीच ना जानना बाँ हाथ में धान बाजे डाण हाथ में नुहे बोले कि हांडी को सधी रे बसाई चुली रे भाजु थाए धान खर तरे ये बाँ हाथ से बाजुते हैं जाल जालियो ना करे बिका किणा ग्राहक बसाई निकटरे हांडी की बसैला धान भाजिला बिकिला किणिला धान भाजिला 1 बिका किणा के 2 ग्राहक बसैकिरी है धान भजा धान हांडी बसैला धान भजिला बिका किणा कला के करे कर्मचारी 4टा कर्म एका बेलके से कला पंचमे तांबूल सेवा करी करे कर्मचारी करे तांबूल माने पान बा गुंडी है कि एने धान भाजु भाजु धान से कंचीटा को रखीदे कि से बाँ हाथ में ठिपीटा को खोल देकी गुंडी टिके पाटे पकई दूचे ये है 5म कर्म गुंडी बजे ता सागरे करुच्ची आउ कौन ना ढिंकी ताले ताले दक्ष हस्त चाले भजा धान रोले भरी पुणी डाण हाथटा को पकुची टाणुची है तेणु धान भाजला 1 बिका किणा 2 3 तांबूल खाइला 4 आउ कौन जो ढिकी ताले लक्ष्य रखी ना ढिकी ताले ताले यहाँ 5म कर्म ढिकी ताले ताले छात्र यहाँ 5म कर्म षड़ कर्म किए से
स्वामी संगे हास परिहास भास कह चतुरी बेल जानी स्वामीटा ता स्वामीटा धान कुटुची ना नहीं ये कथबार्ता करा सागे हास परिहास कथा कहूँ कौन ना बुझिल ना जे अमक लोकटा नहीं से चूड़ा सी कहीं पैसा देनी ना हाँ 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 मुझे काली जिमी आणिकी देमी ये कथबार्ता स्वामी सागर एने कम चली एने ये कथाटा करुच्ची स्वामी संगे हास परिहास भास कह चतुरी बेल जानी षड़ कर्म यही षड़ कर्म यही कर से स्वामी आज्ञा बही षड़ कर्म यही षड़ कर्म यही जो जपा ज्ञान सद्गुरु वचन अग्नि रूपे जले त्रिकूट चुली रे से त्रिकूट चुली रे से शून्य हाँडी रे ध्यान धान भाजे निरंतरे कर्म ज्ञान स्फुरे ज्ञान अग्नि जाली ध्यान करे कर्म ज्ञान स्फुरे जो जपा ज्ञान सद्गुरु वचन अग्नि रूपे जले त्रिकूटरे कही तेने आउ कौन चूड़ा गोटे भक्ति ध्यान उत्पत्ति स्वामी पादे करे भक्ति सार जो चूड़ाटा से बाहर हाँडी रे से दिए ना क्या दबने प्रथम चूड़ाटा तो स्वामी रख पहली चूड़ा क्या से दबने तेणु कौन चूड़ा गोटे भक्ति ध्यान उत्पत्ति स्वामी पादे करे भक्ति सार भक्ति रूपक चूड़ा रूपक भक्ति रूपक चूड़ा को से स्वामी पाद नहीं अर्पण कला बोले विश्वंभर राड़ी आनी ठार चित दे दिन जीव तार काले हेबो पारी आश्रय करी गुरु नाम तोरी काले हेबो पारी ये हूँ राड़ी आनी भजन 6टा कर्म जदि तुम जदि राड़ी आनी हम या है बुझल कि जनता न तेणु ये हूँ राढ़ीटी परम मायार भर में राढ़ी आनी भाव जीव भाव बही राढ़ीटी परम मायार भर में राढ़ी आनी जीव भाव बही यही काया घरे जीव खेलुअछि विषय रे यही काया घरे 6टा कर्म करुच्ची कैसे ये विषय रे से 6टा कर्म करुच्ची किमिति 6टा देख जे चक्षुरे देखिला कान शुणिला नासारे सुंघिला जिहरे चाखिला आ चर्म स्पर्श कला ये है 5 आ निश्वास प्रश्वास मारला केते गला 6 यही हूँ राढ़ीआणी 6टा कर्म 5 इंद्रिय कर्म आ निश्वास प्रश्वास प्राण कर्म ये 6टा कर्म को जीव करुच्ची देह भितर काया रूपक घरे से रहीकि चूड़ा कुटुची बुझिल आ कहली यदि पदे कहीदेनी आ कर तेणु तू प्रथम आमको राढ़ीआणी हवाई पड़ो आम राढ़ीआणी होगी ये 6टा कर्म को एका बेले के कर जमी राढ़ीआणी 6टा कर्म को एक संगे करुच्ची तेणु भक्त सेमती राढ़ीआणी भक्त रूपक राढ़ीआणी ये 6टा कर्म को एका सागर से करी परमात्मा सागर भेट कर तेज हम ना ना हम नहीं आ कहली तो खोलीदेनी सब कथा गुड़ाक कौन है तो कहलु पाइलु सैला कम आ कौन हाँ 6टा कर्म एका बेले कर कौन 6टा कर्म एका बेले कर शुण जो घरे ध्यान जो बस शब्द स्पर्श रूप रस गंध 5टा नथिबो जो गोटे ध्यान कर से घरे शब्द स्पर्श रूप रस गंध 5टा नथिबो शब्द अर्थात बाहर कौन शब्द नथिबो कि फैन चालू नथिबो घ घ शब्द हो नथिबो कौन शब्द नथिबो स्पर्श अर्थात जोर पवन बहु नथिबो रूप से घरे लाइट जल नथिबो रस से खाइबा पदार्थ किसी नथिबो गंध से किसी बासरा जिनस नथिबो तेणु शब्द स्पर्श रूप रस गंध ये 5टा जिनिस जो जगार दूर थे तापर तुम जब बस मन जाकि कंटारे नागिब सड़क पर्वे आ ना तुम से कथा कह से घंटा टंकड़ी मारे मन फट पुणी पड़ा संभाली पार मन को और कि पार चंचल ही मन कृष्ण प्रमाथि बलव दृढ़ तस्याहंग निग्रह मन्ये वायोरीव सुदुष्करम अर्जुन कही भगवान श्रीकृष्ण इति चंचल बुझल कि तेणु आलोक ठारू आहरी शीघ्र बेगर मन चले आलोक सबुठ अधिक चले किंतु मन आलोक ठारू अति द्रुत गति से चले आलोक ठारू अति द्रुत गति मन चलुच मनर गति तेणु ताको आयत्त करवा एत सहज नुहे कौन बुझल कि तेणु ताको आयत्त कर किमिति तमें हेल गाई ठाकुर हेले गाईआल तुम मन है गाई जीवात्मा है गाई बा मन है गाई आउ परमात्मा है गाईआल
ମୁଁ ତୋର ବଉଳା ଗାଈ ରେ ମୁଁ ତୋର ବଉଳା ଗାଈ ଏଣେ ତେଣେ ଭବ ବଣରେ ପଶିଲେ ଏଣେ ତେଣେ ଭବ ବଣରେ ପଶିଲେ ନେଉ ତ ବାଟେ ଅଡ଼ାଇ ମୁଁ ତୋର ବଉଳା ଗାଈ ରେ 500 ଭଜନ ଲେଖିଛି କେଉଁଠି କ'ଣ ମନେ ଅଛି। ତେଣୁ ମନକୁ ତୁମେ ଆୟତ୍ତ କରିବ କେବଳ ମନ। ଆଉ ଯିଏ ଯାହା କହୁଛନ୍ତି ମୁଁ ସବୁ ସେ ମିଛ କହୁଛି ସେ ଭଣ୍ଡ କହୁଛି ଭାଣ୍ଡାମି କରୁଛି। ମନକୁ ଆୟତ୍ତ କରିବା ପାଇଁ ମୁନି ଋଷିମାନେ ମାଟି ହେଇଯାଇଛନ୍ତି ନମିଷା ଅରଣ୍ୟରେ। କେବଳ ମୁନି ଋଷିମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଲା ମନ। ମନ ଆୟତ୍ତ ହେଲେ ସବୁ ହେଇଯିବ। ମନ ଚଞ୍ଚଳେ କାହିଁ ଗତି ଏଦେଆ ନିଧିର ଭାରତୀ ଶ୍ରୀ ଠାକୁର ଆମର କହିଛନ୍ତି। ଆଉ ମନକୁ ସ୍ଥିର ଯେଉଁ ଗୁରୁଙ୍କ ନାମଟା ନେଇଛ ସେ ତୁମକୁ ସ୍ଥିର ଆଡ଼କୁ ନେଉଛି କି ନାହିଁ ସେଇଟା ତୁମେ ଜାଣିଥିବ। ସେ ଗୁରୁ ନାମରେ ଏମିତି ଗୋଟେ ମହିମା ଅଛି ତୁମେ ତାକୁ ସ୍ମରଣ କଲେ ସେ ତୁମକୁ ମନକୁ ଟାଣିକି ନଗେଇଦେବ ନେଇକି ଖୁଣ୍ଟରେ ବାନ୍ଧିଦେବ ଯଦି ପ୍ରକୃତ ନାମ ହେଇଥିବ। ଆଉ ଅପ୍ରକୃତ ନାମ ହେଇଥିଲେ ସିଏ ବାନ୍ଧିବ କ'ଣ ସିଏ ସ୍ଥିର ମନକୁ ଉଠି ଚଞ୍ଚଳ କରିଦେବ। ଏ ଯେଉଁ ଶକ୍ତି ମନ୍ତ୍ର ଚଣ୍ଡୀ ମନ୍ତ୍ର ଏଇସବୁ ମନ୍ତ୍ର ଇଆଡ଼ ସିଆଡ଼ ମନ୍ତ୍ର ସବୁ ଯେଉଁପଟେ ସବୁ ଦେଉଛନ୍ତି ଏଗୁଡ଼ା ସବୁ ବିକୃତ ମନ୍ତ୍ର। ମନ୍ତ୍ର କହିଲେ ପ୍ରଣବ ଓଙ୍କାର ଓଙ୍କାର ତତ୍ତ୍ୱ ଯିଏ ନ ଦେଇଛି ସିଏ ଗୁରୁ ଠିକ୍ ନୁହେଁ। ଓଙ୍କାର ତତ୍ତ୍ୱ ଯିଏ ଦେଲା ସିଏ ସଦ୍ଗୁରୁ। ଓଙ୍କାର ତତ୍ତ୍ୱକୁ ସୂତ୍ର ମାର୍ଗରେ ଯିଏ ଦେବ ସିଏ ସଦ୍ଗୁରୁ। ଓଙ୍କାର ତତ୍ତ୍ୱକୁ ଛାଡ଼ିଦେଲେ ଯାହା ଦିଆଯାଇଛି ସିଏ ସବୁ ବିକୃତ ଠିକ୍ ନୁହେଁ। ସବୁଥର କହୁନି ନା ବାସ୍ ତୋର ତୋ ତ କୁମ୍ଭ ହେଇଗଲାଣି ଦର୍ଶନ ହେଇଗଲାଣି ଆଉ ତୋର ଆଉ କିଛି କରିବା ଦେଖୁନ ତୋ କର୍ମ ସରିଗଲା ହେଲାନି ନା ଚାଲନେ ବନ୍ଦ ହେଇଛି ମାନେ ତୋର କର୍ମ ସରିଗଲା ଆଉ କ'ଣ ହେଲାନି ନା ସବୁ ଚାଲନେ ମାନେ ବନ୍ଦ ହେଇଗଲା ମାନେ କର୍ମ ସରିଗଲା ଆଉ କ'ଣ କରିବା। କେମିତି ଜଣା ପଡ଼ିବ ତୁ ଦୈନିକରୁ ଉଠିକି ଏ ଯେଉଁ କୋଦାଳ ଧରିକି ଆଇକି ହାଣିନି ମାଣେ ଖଣ୍ଡ ଜମି ବଳେ ବଳେ ଚାଲିବ ନା ନାହିଁ। ପୁଣି କ'ଣ ତୁ କିଛି କରୁନୁ ବୋଲିକି ଚାଲୁନି ତା ଅର୍ଥ ଯେ ତୋର କୁମ୍ଭ ହେଇଗଲା ସେଇଟା ନୁହେଁ। ଦେହରେ ମେଦ ବୃଦ୍ଧି ହେଲେ ଚାଲିବନି ପବନ ଚାଲିବନି କେଉଁଠି କି ଶରୀରଟା ପିଙ୍ଗଳା ନାଡ଼ି ଆକ୍ଟିଭେଟ୍ ନହେଲେ ପବନ ଚାଲିବନି। ତୋର ଯେଉଁ ଚାଲୁ ନାହିଁ ପବନ କହୁଛୁ ତୋର ଇଟା ନାଡ଼ିରେ ସବୁବେଳେ ପବନ ରହୁଛି ସେଇ ନାଡ଼ିରେ ରହୁଛି ସେଇଟା ଇଟା ନାଡ଼ି। ଇଏ ପିଙ୍ଗଳା ନାଡ଼ିରେ ଯଦି ପବନ ରହିବ ସେଇଟା ଚାଲିବ ଆଉ ତୋର ପିଙ୍ଗଳା ନାଡ଼ିରେ ପବନ ରହୁନି ତା ଅର୍ଥ ନୁହେଁ ଯେ ତୋର କୁମ୍ଭକ ହେଇଗଲା। ପିଙ୍ଗଳା ନାଡ଼ିରେ ହଁ ପିଙ୍ଗଳା ନାଡ଼କୁ କର ତୁ ଚିନ୍ତା ଦକ୍ଷିଣୀ ପିଙ୍ଗଳା ନାଡ଼ି ଜାଣିଥା ଆମର ଅଛି ସେ କତ ସେମିତି ସେଗୁଡ଼ା ମୁଣ୍ଡରେ ପୁରାନା ଖାଲି ବସ କେଉଁ ପଟେ ତାର ଚାଲିଛି ଏଇଟା ମୁଣ୍ଡ ମନ ପଳେଇଗଲା ନାଡ଼ି ଭିତରକୁ ଆଉ ସ୍ଥିର ହେବ କେମିତି ନା କିଛି କରିବନି। ସେ ଲୋକମାନେ ତ ସେଇ ନିଜ କାମ ଗୁଡ଼ା ନିଜ ଉପରକୁ ନେଇ ଆସିକି ହଇରାଣ ହେଉଛନ୍ତି। ମୁଁ ଏମିତି କରିମି ଏଇ ନାଡ଼ିରେ ପବନ ରଖିମି କେ ତୁ କ'ଣ କହୁ ତୁ କେସ୍ ସେ ତାର କ'ଣ ହେବା କଥା ହେଇଯାଉ ତମେ କିନ୍ତୁ କିଛି ଚିନ୍ତା କରନା ତମେ ଖାଲି ବସ ବନ୍ଦ ହେଇଗଲା ହେଇଯାଉ ଚାଲିଲା ଚାଲିଥାଉ ସେଟା ତୁ ତୋର ବୁଝିବୁ ସମର୍ପଣ କର ସମର୍ପଣ କରିଦେଇକି ଥକା ମନ ହେଇରେ ବସିଯିବ। ଆଉ ତାକୁ ନ କରିକି ମନ ତ ଚଞ୍ଚଳ ସେ କେଉଁଠି ନାଖିଯିବ କହିବ ସାଙ୍ଗେ ସାଙ୍ଗେ ନାଖିଯିବ ଏଠି କହୁଥିବ କଟକରେ ଯାଇ ଘୋଡ଼ା କିଣିଲାଣି କ'ଣ ବୁଝ ନା। ଏ ହାଡ଼ିଦାସ ମହାପୁରୁଷ ସିଏ ଓଳାଶୁଣୀ ଯେଉଁ ପାହାଡ଼ରେ କରିଛନ୍ତି ସିଏ ଯାଇଥିଲେ ରଜାଙ୍କ ପାଖକୁ ଜାଗା ଖଣ୍ଡେ ମଠ ଖଣ୍ଡେ କରିବା ପାଇଁ ଯାଇଥିଲେ। ସେ ତ ସିଦ୍ଧ ପୁରୁଷ ନା ମନ ତାଙ୍କର ଆୟତ ହେଇଯାଇଛି। ସେ ଯେ ପହଞ୍ଚିଲା ବେଳକୁ କ'ଣ ଦ୍ୱାରପାଳ ଛିଡ଼ା ହେଇଛି ହେଲା ଟିକେ ରଜାଙ୍କୁ ଦେଖା କରିବି ନା ଏଇ ସମୟ ରଜାଙ୍କୁ ଦେଖା ହେଇପାରିବିନି କାହିଁକି କହିଲି ଯେ ଶିବଙ୍କ କଥା ଯାଅ ବାସବଳଦର ମୁହଁ ଟାଣ ଯେତେ ତୁମେ ଏବେ ନେଇ ଯାଉନା ଅଫିସ୍ ଫଫିସ୍କି ଯାଉନା ସେ କଲେକ୍ଟର ପାଖକୁ ଦେଖା ସିଏ ସୁନ୍ଦର ହେଇଥିବେ କିନ୍ତୁ ତାଙ୍କର ଯେଉଁ ଚାମଚା ଅଛି ସିଏ ତୁମକୁ ଆଗେ ଧକ୍କା ମାରିବି ଦେଖ ଗେଟ୍ ଆଉଟ୍ ବାସ୍ ସେଇଭଳି ପ୍ରକାର କଲା ଦେଖା ହେଇପାରିବନି। ସେଇଠୁ ଇଏ ପଳେଇଲେ ସେଇଠୁ କ'ଣ ହେଲା ନା ରଜା ଠାକୁର ପୂଜା କରୁଛନ୍ତି ବର୍ତ୍ତମାନ ଦେଖା ହେଇପାରିବ ନାହିଁ। ସେଇଠୁ ଇଏ କଲେ
ରଜା ଠାକୁର ପୂଜା କରୁଛୁ ନା କଟକରେ ଘୋଡ଼ା କିଣୁଛି କିଏ କହିଲେ ହାଡ଼େ ଦାସ କହିଲେ ତାଙ୍କର ପଳେଇ ଆସିଲେ ଇଏ ରାଗିଲା କିଏ ସେ ଚାକର କହିଲା ଆମ ରଜାଙ୍କୁ ଏମିତି କହିଲା ରଜା ଯେମିତି ଆସିଲେ ସେଇଠୁ କହିଲା ଆଜ୍ଞା ଗୋଟେ ବାବାଜୀ ଆସିଥିଲା ଆଉ କହିଲା ଆପଣଙ୍କୁ ଦେଖା କରିବା ପାଇଁ ମୁଁ ଯେମିତି ତାକୁ ମନା କନି ରଜା ଠାକୁର ପୂଜା କରୁଛନ୍ତି କହିନି କହିଲା ରଜା ଠାକୁର ପୂଜା କରୁଛ ନା କଟକରେ ଘୋଡ଼ା କିଣୁଛି ସେଇଠୁ ତ ରଜା କହିଲେ କୁଆଡ଼େ ଗଲେ ସେଇଠୁ କହିଲେ ଏଇ ଗୋଟେ ପଡ଼ିଲା ସେଇଠୁ ଘୋଡ଼ା ଛୁଟିକି ଆସିଲେ ଆସିକି ପହଞ୍ଚି ଘୋଡ଼ାରେ ଓହ୍ଲେଇ ତାଙ୍କ ଗୋଡ଼ ତଳେ ପଡ଼ିଲେ ଅର୍ଥ କ'ଣ ଡାକିକି ନେଇଗଲେ ଅର୍ଥ କ'ଣ ନା ସେ ଯେତେବେଳେ ଠାକୁର ପୂଜା କରୁଛି ସେ ଚଞ୍ଚଳ କେମିତି ପୂଜା କରି କଟକକୁ ଯିବି ଗୋଟେ ଭଲ ଘୋଡ଼ା କିଣିକି ଆଣିବି ତାଙ୍କର ସେଦିନ ଘୋଡ଼ା କିଣିବାର ପାଳି ଯିବ ବୋଲିକି ତେଣୁ ଠାକୁର ପୂଜା କରୁ ଠାକୁର ପୂଜା କରେ ପୁଣି ସେ କଟକରେ ଯାଇ ଘୋଡ଼ା କିଣୁଛି ଏ କଥାଟା ଇଏ ଜାଣିପାରିଲେ ହାର୍ଦ୍ଦାର ଜାଣିପାରିଲେ ସିଏ ସେଇଠୁ ଜାଣିଲେ ଯେ ଇଏ ଜଣେ ପ୍ରକୃତ ମହାତ୍ମା ନହେଲେ ମୁଁ କଟକରେ ଘୋଡ଼ା କିଣିବି ମନଟା କୁଆଡ଼େ ଯାଇଛି ମନକୁ ତୁମେ ଯଦି ଆୟତ୍ତ କରିଦେବ ସମସ୍ତଙ୍କ ମନ କଥା ଜାଣିପାରିବ ତମର ଯେଉଁଦିନ ମନ ସ୍ଥିର ହେଇଯିବ ସେଇଦିନ ସମସ୍ତଙ୍କ ମନର କଥା ତୁମଠି ପ୍ରତିଫଳନ ହେଇଯିବ ବୁଝିଲେ ଜାଣିବ ତୁମ ମନ ସ୍ଥିର ହେଇଗଲା ଯଦି ସେତିକି ନ ହେଇନି ତୁମ ମନ ସ୍ଥିର ହେଇନି ଏବେ ତୁ ଯାଇକି ଘରେ ତୋର ଚେଷ୍ଟା କର କେଉଁଦିନ ଯେଉଁଦିନ ତୁ ସମସ୍ତଙ୍କ ମନ କଥା ଜାଣିପାରିବୁ ଜାଣିବୁ ତୋ ମନ ସ୍ଥିର ହେଇଗଲା ଯଦି ମନ କଥା ଜାଣିନପାରୁ ତୋ ମନ ସ୍ଥିର ହେଇନି ସେଇଟା ତୁମେ ତୁମର ବୁଝିବ ଆମେ କାହିଁ କହିବୁ ତେଣୁ ତୁମ ଗୁରୁ କ'ଣ ଦେଇଛନ୍ତି ତୋ ମନ ସ୍ଥିର କରିବା ପାଇଁ ଦେଇଛନ୍ତି କି ଅସ୍ଥିର କରିବା ପାଇଁ ଦେଇଛ ସେ କଥା ବୁଝିବ କ'ଣ ବୁଝିଲ ନା ଏଇ ହେଉଛି କଥା ତୁମେ ଚିନ୍ତା କର ସବୁଠୁ ଶୁଣ ସବୁଠୁ ଗୋଟିଏ କଥା ହେଉଛି ତୁମେ କରିଚାଲ ମୂଳ କର୍ମ ଗୁରୁଙ୍କ ଠାରୁ ଦତ୍ତ କରିକି ତୁମେ କର୍ମ କରିଚାଲ ବୁଝିଲ କି ବାସ୍ ତାହେଲେ ନା ଗୁରୁ ତୁ ଗୋଟେ ଭୁଲ କରୁଛୁ ଗୋଟେ କଥା ହେଉଛି ଗୁରୁ କହିଲେ କରୁଥା ତୁ କରୁନୁ ପରେ ଆଟେ ସେ ବଳେ ବଡ଼ କହିଦେବେ ନାହିଁ ନା ତୁ ଅଟା ମଡ଼େଇ ଚାଲୁନୁ ସେ ତାର ଯେତେବେଳେ ତୋର ହେଇଯିବେ ସେତେବେଳେ ସେ ଦେଖୁଛନ୍ତି ତୋର କିଛି ହେଉନି ତୋ ମନଟା ବି ଭାରି ଚଞ୍ଚଳ ଖାଲି କହୁଛୁ ଗୁରୁ କ'ଣ ଦେବେ ଗୁରୁ କିଛି ଦେବେନି ତୁମ କର୍ମ ତୁମକୁ ଦେବ ତୁମ କର୍ମ ଠିକ୍ ରହୁନି ଗୁରୁ ଦେବେ ମୋତେ ଗୁରୁ କ'ଣ ଦେବେ କାହିଁ ଚିନ୍ତା ଭାବୁଛ ଗୋଟେ କଥା ଚିନ୍ତା କରେ ଯେ ମୋତେ ଗୁରୁ ଦେଇଛନ୍ତି କି ମୁଁ କର୍ମ କରେ ଶେଷ ଯେଉଁ ଗୁରୁ ଯେଉଁ ଲକ୍ଷ୍ୟ ଗୁରୁ ଯେଉଁ ମନ୍ତ୍ର ଦେଲେ ତାକୁ 12 ଲକ୍ଷ ଜପ କରି ସେ ବାସ୍ ହେଲେ ଯାଇ ସେ ସିଦ୍ଧି ହେବ ତୋର ହେଇନି ଆଉ ଖାଲି କହୁଛୁ ବାବା ଆଉ ଦେ କିରେ ତ ଅଟା ଦେଲା ଶିଖିଲେ ପୁଣି ଆଟା ମିଳିବ କେମିତି ନାଇଁ ଅଟା ମଡ଼ିବା ପାଇଁ ଦେଇଛନ୍ତି ନା ଗୁରୁ ଆଜ୍ଞା ଟିକେ ମୋତେ ବର୍ଣ୍ଣବୋଧ ପଢ଼େଇ ଦିଅ କିରେ ତୁ ବା ଶିଖିଲେ ସିନା ବର୍ଣ୍ଣବୋଧକୁ ଯିବୁ ତୁ ଅଟାକୁ ନ ମଡ଼େଇକି ତାକୁ ରଖିଦେଉଛୁ ନା ଆଜ୍ଞା ମୋତେ ବର୍ଣ୍ଣବୋଧ ପଢ଼େଇ ଦିଅ ଇଏ ଯେଉଁଭଳି ପ୍ରକାର କଥା ସେଇଭଳି ପ୍ରକାର କଥା ଡାକ୍ତର ପ୍ରେସକ୍ରିପସନ୍ ତୁମେ ଗଲ ରୋଗ ପାଇଁ ଲେଖିଦେଲା ତୁମେ ଷ୍ଟୋରକୁ ଗଲ ନାକି ମେଡ଼ିସିନ ଆଣିଲ ନାହିଁ ନା ଆଜ୍ଞା ମୋ ରୋଗ କାହିଁ ଭୁଲୁନି କିରେ ମେଡ଼ିସିନ ଆଣି ଖାଇଲେ ବା ଭଲ ହେବ ନା ସେ ମେଡ଼ିସିନ ଆଣିବି କ'ଣ ମୋ ରୋଗ କେମିତି ଭଲ ହେବ ସେ ଫର୍ମୁଲା କଲେ ମୁଁ କରୁନି ହେବ କେମିତି ଗୁରୁ ଯେଉଁ ଫର୍ମୁଲା ଦେଲେ ସେଇ ଫର୍ମୁଲାକୁ ଯଦି ନିକିଟେଇକି କାହିଁକି ହେବ ଗୁରୁ ଜାଣିପାରିବେନି ଗୁରୁ ସବୁ ଜାଣିପାରିବେ କ'ଣ ବୁଝିପାରିଛ ନା ମୁଁ ଯେଉଁ କଥାକୁ ଗୁରୁଙ୍କୁ କହୁଥିଲି କହିବା ପାଇଁ ମନ ଭିତରେ ଭାବୁଥିଲି କରୁଥିଲି ସେ ଚପସାଲା ବକା ଚପା ସେ କେଉଁଠି ତୁ କେଉଁଠି ସରିଲା ତାମାନେ ଗୁରୁ ଆମକୁ କିଛି ବୁଝେଇଲେନି କିନ୍ତୁ ଏବେ ବୁଝୁଛି ସେଦିନ ପଚାରିବାଟା ମୋର ବଡ଼ ଭୁଲ କାହିଁକିନା ଯିଏ ତ୍ରିକାଳଜ୍ଞ ଯିଏ ସର୍ବଜ୍ଞ ପୁରୁଷ ଯିଏ ସବୁ କଥା ଜାଣୁଛି ତାକୁ ପ୍ରଶ୍ନ ପଚାରିବା ବୋକାମି ସେ ଯାହା କହିଲା ତୁମେ କରିଦିଅ ତୁମେ କରିଚାଲ ସେ କ'ଣ ହେବା କଥା ସିଏ ଜାଣିଛନ୍ତି କ'ଣ ଦେବା କଥା ସିଏ ତାଙ୍କର ବୁଝିବେ କ'ଣ ବୁଝିପାରୁଛ କି ଦିନେ ମୋତେ ପାଖରେ ବସିକି ଦିନେ ଗୋଟେ ଅକ୍ଷର ବି ମୋତେ ଗୁରୁ ବୁଝେଇ ନାହାନ୍ତି କେଉଁଦିନ ଦିନେ କେବେ ମୁଁ ତ ତାଙ୍କ ପାଖରେ ବସିପାରେନି କି ବୁଝିପାରେନି ଆଉ ଯେଉଁ ଲୋକ ମୋଟେ କିଛି ବୁଝିପାରିବେନି ସେଇଆଙ୍କୁ ବେଶୀ ବୁଝାନ୍ତି ହଁ ତାଙ୍କର ସେଇଆ କଥାଟା ତା ନୁହେଁ ତମେ ଗୁରୁ କରିବ କାମ କରିଚାଲ